ଗୁନୁ ଫାଳ ଦେଖାଉଛି ଫଳ ଦେଖାଉନି। କିନ୍ତୁ ଦେଖିଲାକୁ ଭାବୁ ଭାବୁ ସେ ତ ଶୋଇପଡ଼ିଲା। ସେଇଦିନ ରାତିରେ ଚୋରଟି ଆସି ସେ ଚାଉଳକୁ ନେଇ ଚୋରି କରି ପଳାଇଲା ଓ ସୁଦାମଙ୍କ ଆଶ୍ରମରେ ନେଇ ପକାଇଲା। ସେ ଅଭିଶାପ ଦେଲା କି ସେ ଚାଉଳକୁ ଯିଏ ବି ଖାଇବ ସେ ପୁରାପୁରି ଦରିଦ୍ର ହୋଇଯିବ। ସକାଳୁ ଉଠି ସେ ଚାଉଳକୁ ଖୋଜିତେ ଗଲା। ଖୋଜି ଖୋଜି ସେ ସୁଦାମଙ୍କ ଆଶ୍ରମରେ ଯାଇ ପହଞ୍ଚିଲା। ସୁଦାମଙ୍କୁ ପଚାରିଲା, ତମେ ସେ ଚାଉଳକୁ ହାତ ଥରୁଛି ବି।